ମହାନ୍ତ ନ୍ୟୁଜ୍ରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ମୁଖ୍ୟ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ ଓ ଏହାକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ। ଏହା ଆମ ଭିଡ଼ିଓକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଖବର ନମ୍ବର 1, ରାଜ୍ୟ କ୍ୟାବିନେଟ୍ ବୈଠକରେ 5ଟି ପ୍ରସ୍ତାବରେ ବାଜିଲା ମୋହର। ରାଜ୍ୟ କ୍ୟାବିନେଟ୍ ଭଳି କୁଶଳୀ ଶ୍ରମିକଙ୍କ ମଜୁରୀ 392ରୁ 500, ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ 502ରୁ 600କୁ ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ 5ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି ପାଇଛି। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ 352ରୁ 450 ଟଙ୍କାକୁ ବଢ଼ିଛି। ଓଡ଼ିଆ ଅସ୍ମିତା ପାଇଁ 200 କୋଟିର କର୍ପସ୍ ପାଣ୍ଠିକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ତାଳପତ୍ର ପୋଥି ସଂଗ୍ରହାଳୟ ଓ ବିଭିନ୍ନ ୟୁନିଭର୍ସିଟିରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପ୍ରଚେଷ୍ଟା କରାଯିବ। ଗଣଶିକ୍ଷା ବିଭାଗର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 20,000 ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ହୋଇଥିଲା। ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ବିଦ୍ୟାଳୟରେ 18,788 ପ୍ରାର୍ଥୀଙ୍କ ଚୟନ ଓ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଠା ଜଳସେଚନ ବିଭାଗ ପ୍ରକଳ୍ପର 2,065 ଗୋଟି ଅଚଳ ପ୍ରକଳ୍ପକୁ ସଚଳ ହେବ। 5 ବର୍ଷ ଭିତରେ 1,044 କୋଟି 84 ଲକ୍ଷ ବିନିଯୋଗ ହେବ। ପିଏମ୍ କିଷାନରେ ବାଦ୍ ପଡ଼ିଥିବା ହିତାଧିକାରୀ ମାର୍ଗଦର୍ଶୀ ଅନୁଯାୟୀ ସାମିଲ ହେବେ। ସମସ୍ତ କୃଷକ ପିଏମ୍ କିଷାନରେ ସାମିଲ ହେବେ। କ୍ଷୁଦ୍ର, ମଧ୍ୟମ, ବଡ଼ ଚାଷୀ ଓ ସହରାଞ୍ଚଳରେ ରହୁଥିବା ଚାଷୀ ଯୋଗ୍ୟ ବିବେଚିତ କୃଷକ ପିଏମ୍ କିଷାନରେ ସାମିଲ ହେବେ। 5 ଲକ୍ଷରୁ 6 ଲକ୍ଷ ପର୍ଯ୍ୟନ୍ତ ଚାଷୀ ଯୋଗ୍ୟ ଥିଲେ। କାଳିଆ ଯୋଜନା ଅନୁଯାୟୀ ଚାଷୀ ବଞ୍ଚିତ ହେଉଥିଲେ। 6 ଲକ୍ଷ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେବେ। ଆଗାମୀ କିସ୍ତିରେ ଚାଷୀ ପାଇବେ। ଖବର ନମ୍ବର 2, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଏସ୍ଓପି, ସାଙ୍ଗରେ ଯିବେ ସାପ ଧରାଳି ଓ ଡାକ୍ତରୀ ଟିମ୍। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆସିଲା ଏସ୍ଓପି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରତ୍ନଭଣ୍ଡାର ଭିତରକୁ ମୋବାଇଲ ନେବା ମନା। ପୁରା ଗଣିତ ମଣିତ ପ୍ରକ୍ରିୟାରେ ଭିଡ଼ିଓଗ୍ରାଫି ହେବ। ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ, ମ୍ୟାନେଜମେଣ୍ଟ ସଦସ୍ୟ, ରତ୍ନଭଣ୍ଡାର ଦାୟିତ୍ୱରେ ସେବାୟତ, ଇନଚାର୍ଜ, ଜିଲ୍ଲାପାଳ, ଏଡିଏମ୍ ଭିତରକୁ ଯିବେ। ଏହି ଟିମ୍ରେ ଅନ୍ୟ କେଉଁ କେଉଁ ବିଶେଷଜ୍ଞ ରହିବେ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଶ୍ରୀମନ୍ଦିର ପ୍ରଶାସନ ଦେବାକୁ ଥିବା ଚାବିରେ ତାଲା ନ ଖୋଲିଲେ ଏହା ଉପରେ ବିଶେଷ ଜ୍ଞାନ ଥିବା ବ୍ୟକ୍ତିଙ୍କ ସହାୟତାରେ ତାଲା ଖୋଲାଯିବ। ସମସ୍ତ ସଦସ୍ୟ ମନ୍ଦିର ଡ୍ରେସ୍ କୋଡ୍ ଅନୁସାରେ ପୋଷାକ ପିନ୍ଧିବେ। ରତ୍ନଭଣ୍ଡାର ଭିତରକୁ ଯେଉଁ ଟିମ୍ ଯିବେ ସେମାନଙ୍କ ସହ ସାପ ଧରାଳି ଓ ଡାକ୍ତରୀ ଟିମ୍ ରହିବେ। ବ୍ୟାକଅପ୍ ସହ ଉପଯୁକ୍ତ ଆଲୋକୀକରଣ ବ୍ୟବସ୍ଥା ରହିବ ବୋଲି ଏସ୍ଓପିରେ କୁହାଯାଇଥିବା ସୂଚନା ମିଳିଛି। ଖବର ନମ୍ବର 3, ଶହୀଦଙ୍କ ପତ୍ନୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଜାତୀୟ ମହିଳା ଆୟୋଗ। କୀର୍ତ୍ତିଚକ୍ର କ୍ୟାପ୍ଟେନ୍ ଅଂଶୁମାନ ସିଂହଙ୍କ ପତ୍ନୀ ସ୍ମୃତି ସିଂହଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମହିଳା ଆୟୋଗ ଦିଲ୍ଲୀ ପୋଲିସକୁ ଅନୁରୋଧ କରିଛନ୍ତି। ପଞ୍ଜାବ ରେଜିମେଣ୍ଟର ଆର୍ମି ମେଡିକାଲ କର୍ପସର କ୍ୟାପ୍ଟେନ୍ ଅଂଶୁମାନ ସିଂହଙ୍କୁ ରାଷ୍ଟ୍ରପତି ମରଣୋତ୍ତର ଭାବେ କୀର୍ତ୍ତିଚକ୍ର ପ୍ରଦାନ କରିଥିଲେ। ଖବର ନମ୍ବର 4, 4 କନେଷ୍ଟବଳଙ୍କୁ 7 ଦିନ ବାସନକୁସନ ସଫା କରିବା, ଜୋତା ପୋଲିସ କରିବା ଦଣ୍ଡାଦେଶ। ଜଣେ ଶିଖ୍ ଡ୍ରାଇଭରଙ୍କ ପଗଡ଼ି କାଟି ତାଙ୍କୁ ଆକ୍ରମଣ କରିବାରୁ ପୋଲିସ ବିଭାଗ ଶିଖ୍ ସମ୍ପ୍ରଦାୟକୁ କ୍ଷମା ମାଗିଛି। ଶିଖ୍ ସମ୍ପ୍ରଦାୟ ଏହି 4 ଜଣ କନେଷ୍ଟବଳଙ୍କୁ ଗୁରୁଦ୍ୱାରରେ 7 ଦିନ ସେବା କରିବା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଜୁନ୍ 8ରେ ଶିଖ୍ ଡ୍ରାଇଭର ବାହାଦୁର ସିଂ କେଶ ଟାଣିବା ସହ 4 ଜଣ କନେଷ୍ଟବଳ ମାଡ଼ ମାରିଥିଲେ। ଘଟଣାର ସିସିଟିଭି ଫୁଟେଜ ମଧ୍ୟ ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଶିଖ୍ ସମ୍ପ୍ରଦାୟ ଏହାକୁ ନିନ୍ଦା କରିଥିଲେ। ଗୃହମନ୍ତ୍ରୀ ଏବଂ ଏସ୍ଏସ୍ପିଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପରେ ଏସ୍ଏସ୍ପି କନେଷ୍ଟବଳ ଚନ୍ଦ୍ରଭେନ ସିଂ ଭଦୋରିଆ, ସୁରେନ୍ଦ୍ର ସିଂ ସେଙ୍ଗର, ରବୀନ୍ଦ୍ର ସିଂ ରାଜପୁତ ଏବଂ ଧାନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଥିଲା। ଖବର ନମ୍ବର 5, ଚିଲିକାରେ ବେଆଇନ ବିଦେଶୀ ପକ୍ଷୀଙ୍କ ଶିକାର। ଚିଲିକାରେ ବିଦେଶୀ ପକ୍ଷୀଙ୍କ ବେଆଇନ ଶିକାର ଚାଲିଛି। ଗୋଟିଏ ଜୀବନ୍ତ ଓ 18ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ଏହି ପକ୍ଷୀଙ୍କୁ ଏକ ବସ୍ତାରେ ଭର୍ତ୍ତି କରି ନେଉଥିବା ବେଳେ ଶିକାରୀକୁ ଧରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜ ଅଧୀନସ୍ଥ ଭୂଷଣ୍ଡପୁର ଚିଲିକା କୂଳରୁ
ଏହି ଧରପଗଡ଼ ହୋଇଛି। ଏନେଇ ଚିଲିକା ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ କହିଛନ୍ତି ଯେ ବିଷ ପ୍ରୟୋଗ କରି ଚିଲିକାରୁ ଶିକାରୀ ଜଣକ ବିଦେଶୀ ପକ୍ଷୀଙ୍କ ଶିକାର କରିଛି। ଗିରଫ ହୋଇଥିବା ଶିକାରୀ ଜଣକ ଟାଙ୍ଗୀ ନିକଟସ୍ଥ ଭୂଷଣ୍ଡପୁର ଗ୍ରାମ ବିଧାରପୁର ସାହିର ଭାଗୀରଥୀ ସ୍ୱାଇଁ। ମୃତ୍ୟୁ ପକ୍ଷୀଗୁଡ଼ିକର ପଞ୍ଚନାମା ସହିତ ଜୀବନ୍ତ ପକ୍ଷୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛାଡ଼ି ଦିଆଯାଇଛି ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସ କହିଛନ୍ତି। ଖବର ନମ୍ବର 6 ହରିୟାଣାରେ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଉପହାର। ବିଧାନସଭା ନିର୍ବାଚନର ପୂର୍ବରୁ ହରିୟାଣା ସରକାର ଛାତ୍ରଛାତ୍ରୀଙ୍କୁ ଦେଲେ ନିର୍ବାଚନୀ ଉପହାର। ଛାତ୍ରଛାତ୍ରୀଙ୍କୁ ମିଳିବ ବସ୍ ପାସ୍। ରାଜ୍ୟର ପରିବହନ ମନ୍ତ୍ରୀ ଅସୀମ ଗୋୟାଲ ଘୋଷଣା କରିଛନ୍ତି ଯେ ରାଜ୍ୟର ସରକାରୀ ଏବଂ ମାନ୍ୟତାପ୍ରାପ୍ତ ଶୈକ୍ଷଣିକ ସଂସ୍ଥାରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କୁ ଏବେ ବସ୍ ପାସ୍ ସୁବିଧାକୁ 60 କିଲୋମିଟରରୁ ବଢ଼ାଇ 150 କିଲୋମିଟର କରିଦିଆଯାଇଛି। ଖବର ନମ୍ବର 7 ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଟକାଇବା ଘଟଣା ବଦଳିପାରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ୍। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାରକେଡ୍ ପାସ୍ କରୁଥିବା ବେଳେ ଅଚାନକ ଜଣେ ମହିଳା ପଶି ଆସି କାରକେଡ୍କୁ ଅଟକାଇ ଦେଇଥିଲେ, ଯାହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ତେଣୁ ଆଲୋଚନା ହେଉଛି କି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାରକେଡ୍ ବଦଳା ଯାଇପାରେ। ମଙ୍ଗଳବାରର ଘଟଣା ପରେ କମିଶନରେଟ୍ ପୋଲିସ ଏନେଇ ବଡ଼ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ କାରକେଡ୍ରେ ମହିଳା ପୋଲିସ ନିୟୋଜିତ କରିବାକୁ କୁହାଯାଇଛି। ଖବର ନମ୍ବର 8 7 ବର୍ଷର ଆଶିଷ ସ୍ୱାଇଁ ସାଜିଲେ ଆଇପିଏସ୍ ଅଧିକାରୀ। 7 ବର୍ଷର କୁନି ପୁଅ ଆଇପିଏସ୍ ଅଫିସର। ୟୁନିଫର୍ମ ପିନ୍ଧିଲେ, ସେଲ୍ୟୁଟ୍ ପାଇଲେ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଙ୍ଖେଇ ଗାଁର କୁନି ପୁଅ ଆଶିଷ ସ୍ୱାଇଁ ସାଜିଲେ ଆଇପିଏସ୍ ଅଧିକାରୀ। ନୟାଗଡ଼ ଏସ୍ପି ରାହୁଲ ଜେନ ଖୋଦ୍ ଆଶିଷଙ୍କୁ ଦେଲେ ୟୁନିଫର୍ମ। ସଙ୍ଖେଇ ଗାଁରେ ବୁଲିବା ବେଳେ କୁନି ପୁଅ ଆଶିଷ ଏସ୍ପି ରାହୁଲ ଜେନଙ୍କୁ ଦେଖି ସେଲ୍ୟୁଟ୍ ମାରିଥିଲେ। ଏସ୍ପି ଏହା ଦେଖି ବଡ଼ ହେଲେ କ'ଣ ହେବାକୁ ଇଚ୍ଛା ରଖିଛ ବୋଲି ଆଶିଷଙ୍କୁ ପଚାରିଥିଲେ। ଏସ୍ପିଙ୍କ ପ୍ରଶ୍ନରେ ଆଶିଷ କହିଥିଲେ, ସାର୍ ମୁଁ ବଡ଼ ହେଲେ ଆପଣଙ୍କ ଭଳି ପୁଲିସ ଅଫିସର ହେବି। ଏହାକୁ ମନେ ରଖି ନିଜେ ଡ୍ରେସ୍ କିଣି ଗାଁରେ ପହଞ୍ଚିଥିଲେ ନୟାଗଡ଼ ଏସ୍ପି ରାହୁଲ ଜେନ। ଆଉ ଗାଁରେ ଆଶିଷଙ୍କୁ ଆଇପିଏସ୍ ଅବତାରରେ ଦେଖି ସମସ୍ତେ ଖୁସି ହୋଇଛନ୍ତି। ପୁଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରଖିବାକୁ ଗାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଖବର ନମ୍ବର 9 ଚାରମାଳରେ ବଡ଼ ଠାକୁର ପଡ଼ିଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗଜପତି ମହାରାଜ। ଆଡ଼ପ ବିଜେ ପହଣ୍ଡି ବେଳେ ମହାପ୍ରଭୁ ଶ୍ରୀ ବଳଭଦ୍ର ଚାରମାଳରେ ପଡ଼ିଯିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଗଜପତି ମହାରାଜ କହିଛନ୍ତି, ଏହି ଘଟଣା ସମସ୍ତଙ୍କୁ ଦୁଃଖିତ ଓ ମର୍ମାହତ କରିଛି। ଏଭଳି ଦୃଶ୍ୟ କେବେ ଦେଖିନଥିଲୁ। କାହିଁକି ହେଲା ଓ କେମିତି ଏ ଅଘଟଣ ହେଲା ପ୍ରଶାସନ ତାହାର ଯାଞ୍ଚ କରିବ। 3 ଜଣିଆ କମିଟି ଗଠନ ହେବ। ଡ୍ରୋନ୍ ଓ ଅନ୍ୟ ଭିଡ଼ିଓ ଫୁଟେଜକୁ ଯାଞ୍ଚ କରାଯିବ। କମିଟିରେ ଉନ୍ନୟନ ପ୍ରଶାସକ, ଏଡିଏମ୍, ଡିପୁଟି ସୁପାରିଟେଣ୍ଡେଣ୍ଟ ରହିବେ। ନୀଳାଦ୍ରି ବିଜେପିର 10 ଦିନ ଭିତରେ କମିଟି ରିପୋର୍ଟ ଦେବେ। ଆଗାମୀ ଦିନରେ ଯେପରି ଏଭଳି ଅଘଟଣ ନ ହୁଏ ସେଥିପାଇଁ ସେବାୟତ ଓ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବେ। ପରିଚାଳନା କମିଟି ବୈଠକରେ ଏନେଇ ଚର୍ଚ୍ଚା ହୋଇଛି। ଏ ଅଘଟଣରୁ ସେବାୟତମାନେ ଶିକ୍ଷା ନେଇଛନ୍ତି। ଏହାସହ ଗଜପତି ମହାରାଜ କହିଛନ୍ତି, ପହଣ୍ଡିରେ ଅଧିକ ସଂଖ୍ୟକ ସେବକ ଓ ରଥ ଉପରେ ଅଧିକ ସଂଖ୍ୟକ ସେବକଙ୍କ ଯୋଗୁଁ ଏଭଳି ସମସ୍ୟା ହେଉଛି। ନୀଳାଦ୍ରି ବିଜେ ପରେ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ଆଗାମୀ ରଥଯାତ୍ରାରେ ଯେପରି ଏଭଳି ପରିସ୍ଥିତି ନ ହୁଏ ସେଥିପାଇଁ ନିଷ୍ପତ୍ତି ନିଆଯିବ। ଖବର ନମ୍ବର 10 ଭିଏନାରେ ମୋଦିଙ୍କୁ ଭବ୍ୟ ସ୍ୱାଗତ। ଶେଷଥର 40 ବର୍ଷ ପୂର୍ବେ ଇନ୍ଦିରା ଗାନ୍ଧୀ ଯାଇଥିଲେ ଗସ୍ତ। 2 ଦିନିଆ ରୁଷ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଅଷ୍ଟ୍ରିଆରେ ପହଞ୍ଚିଛନ୍ତି। ଭିଏନା ଗସ୍ତ ସମୟରେ ପିଏମ୍ ମୋଦି ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ଭାନ୍ ଡେର୍ ବେଲେନଙ୍କୁ ଭେଟିବେ। 41 ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ଏହା ପୂର୍ବରୁ 1949ରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଜବାହରଲାଲ ନେହେରୁ 1955ରେ ପ୍ରଧାନମନ୍ତ୍ରୀ ଭାବରେ ଅଷ୍ଟ୍ରିଆ ଗସ୍ତ କରିଥିଲେ। 1971 ଏବଂ 1983ରେ ଇନ୍ଦିରା ଗାନ୍ଧୀ ମଧ୍ୟ ଅଷ୍ଟ୍ରିଆ ଗସ୍ତ କରିଥିଲେ। ଅଷ୍ଟ୍ରିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନ ବନ୍ଦରରେ ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀ ଆଲେକ୍ଜାଣ୍ଡାର ସାଲେନବର୍ଗ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ଅଷ୍ଟ୍ରିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏ ସମ୍ପର୍କରେ ଟ୍ୱିଟ୍ କରିଛନ୍ତି। ଖବର ନମ୍ବର 11 ମହାନତା ଦେଖାଇଲେ ଟିମ୍ ଇଣ୍ଡିଆର ପୂର୍ବତନ ହେଡ୍ କୋଚ୍ ରାହୁଲ ଦ୍ରାବିଡ।
ସମସ୍ତ କ୍ରିକେଟ ପ୍ରେମୀଙ୍କ ମନ ଜିତିଲେ ଦ୍ରାବିଡ। ତାଙ୍କର ମହାନତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଟି20 ବିଶ୍ୱକପ୍ ଜିତିବା ପରେ ଦ୍ରାବିଡଙ୍କୁ ପୁରସ୍କାର ରାଶି ଭାବେ 5 କୋଟି ଟଙ୍କା ପ୍ରଦାନ କରାଯାଇଥିଲା, କିନ୍ତୁ ସେ ଏହାକୁ ନେବା ପାଇଁ ମନା କରିଦେଇଥିଲେ। ଟିମ୍ ଇଣ୍ଡିଆ ଟି20 ବିଶ୍ୱକପ୍ ଜିତିବା ପରେ ପୂର୍ବତନ ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କୁ 5 କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସେ ସେଥିରୁ କେବଳ 2.5 କୋଟି ଗ୍ରହଣ କରିଛନ୍ତି। ବାକି 2.5 କୋଟି ଗ୍ରହଣ କରିବାକୁ ସେ ବିନମ୍ରତାର ସହିତ ମନା କରିଦେଇଛନ୍ତି। ବିସିସିଆଇ ପକ୍ଷରୁ କୋଚିଂ ଷ୍ଟାଫଙ୍କୁ ଅର୍ଥାତ୍ ବୋଲିଂ, ବ୍ୟାଟିଂ, ଫିଲ୍ଡିଂ କୋଚ୍ଙ୍କୁ 2.5 କୋଟି ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିଲା, କିନ୍ତୁ ଦ୍ରାବିଡଙ୍କୁ 5 କୋଟି ଟଙ୍କା ଦିଆଯାଇଥିଲା। ରାହୁଲଙ୍କ ମତରେ ସମସ୍ତ କୋଚ୍ ସମାନ ପୁରସ୍କାର ପାଇବା ଉଚିତ। ଖବର ନମ୍ବର 12, ବିଗ୍ ବସ୍ ଓଟିଟି ହାଉସ୍ରେ ସାପ ବାହାରିବା ଘଟଣାକୁ ନେଇ ଜିଓ ସିନେମାର ପ୍ରତିକ୍ରିୟା। ରିଆଲିଟି ଟେଲିଭିଜନ ଶୋ ବିଗ୍ ବସ୍ 3ର ଏକ ଭିଡ଼ିଓ କ୍ଲିପ୍ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଏହି ଭିଡ଼ିଓରେ ଲଭ୍ କାଟାରିଆଙ୍କୁ ବଗିଚାରେ ଏକ ଦଉଡ଼ିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଏଥିସହିତ ତାଙ୍କ ପଛପଟରେ ଥିବା ଗାଲିଚାରେ ଏକ ସାପ ଯାଉଥିବା ଭିଡ଼ିଓରେ ନଜର ଆସୁଛି। ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ବିଗ୍ ବସ୍ ହାଉସ୍ରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏହି କ୍ରମରେ ଜିଓ ସିନେମା ସ୍ପଷ୍ଟ କରିଛି କି ବିଗ୍ ବସ୍ ହାଉସ୍ରେ ସାପ ବାହାରିବାକୁ ନେଇ ଯେଉଁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ତାହା ଏଡିଟିଂ ହୋଇଥିବା ଭିଡ଼ିଓ। ଏଥିରେ କୌଣସି ସତ୍ୟତା ନାହିଁ। ଖବର ନମ୍ବର 13, ଆଇସିସି ଅଧ୍ୟକ୍ଷ ଦୌଡ଼ରେ ଜୟ ଶାହା। ବିସିସିଆଇ ସମ୍ପାଦକ ତଥା ଏସିଆନ୍ କ୍ରିକେଟ କାଉନସିଲର ମୁଖ୍ୟ ଜୟ ଶାହା ଆଇସିସି ଅଧ୍ୟକ୍ଷ ଦୌଡ଼ରେ ସାମିଲ ରହିଥିବା ଜଣାପଡ଼ିଛି। ଚଳିତ ମାସ କଲମ୍ବୋଠାରେ ଆଇସିସିର ବାର୍ଷିକ ସାଧାରଣ ବୈଠକ ବସିବ। ଏହି ବୈଠକରେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତାରିଖ ଚୂଡ଼ାନ୍ତ କରାଯିବ। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ନଭେମ୍ବର ମାସରେ ଏହି ନିର୍ବାଚନ ହେବ। ଖବର ନମ୍ବର 14, ଅଯୋଧ୍ୟାରେ ହାରିବା ପରେ ଆଉ ଜୟ ଶ୍ରୀରାମ କହୁନାହାନ୍ତି ମୋଦି। ସଞ୍ଜୟ ସିଂ। ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ଏମ୍ପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଭାରତୀୟ ଜନତା ପାର୍ଟି ହିଂସାତ୍ମକ ଆଦର୍ଶ ସହ ଜଡ଼ିତ ଏକ ଦଳ, ଯେଉଁଠାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରନ୍ତି। ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀଙ୍କୁ ଖୋଲାଖୋଲି ଟାର୍ଗେଟ କରି କହିଛନ୍ତି ଭାଜପା ଅଯୋଧ୍ୟାରୁ ହାରି ଯିବାରୁ ଏବେ ପ୍ରଭୁ ଶ୍ରୀରାମଙ୍କ ଜପ କରିବାକୁ ବନ୍ଦ କରିଦେଇଛି। ଖବର ନମ୍ବର 15, ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା। ଅଭିଯୁକ୍ତଙ୍କ ବାପାଙ୍କୁ ଦଳରୁ ହଟାଇଲା ଶିବସେନା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବସେନା ଦଳ ବୁଧବାର ଦିନ ରାଜେଶ ଶାହାଙ୍କୁ ଡିପୁଟି ନେତା ପଦରୁ ହଟାଇ ଦେଇଛି। ମୁମ୍ବାଇର ହିଟ୍ ରନ୍ ମାମଲାରେ ତାଙ୍କ ପୁଅ ମିହିର ଶାହାଙ୍କ ସମ୍ପୃକ୍ତ ନେଇ ବିବାଦ ଲାଗି ରହିଛି, ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି। ଏହି ମାମଲାରେ ରାଜେଶ ଶାହା ଗିରଫ ହେବାର ଦିନକ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଖବର ନମ୍ବର 16, ତୃତୀୟ ଟି20 23 ରନରେ ଜିତିଲା ଟିମ୍ ଇଣ୍ଡିଆ। ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା 5 ଟିକିଆ ଟି20 ମ୍ୟାଚ୍ର ତୃତୀୟ ଟି20 ମ୍ୟାଚ୍ରେ ବୁଧବାର ଟିମ୍ ଇଣ୍ଡିଆ ଜିମ୍ବାୱେକୁ ପରାଜିତ କରିଛି। ଧାର୍ଯ୍ୟ 183 ରନ୍ର ପିଛା କରି ଜିମ୍ବାୱେ ଦଳ 20 ଓଭରରେ 6 ୱିକେଟ୍ ହରାଇ 159 ରନ୍ କରିଥିଲା। ଖବର ନମ୍ବର 17, ଲିଙ୍ଗ ପରିବର୍ତ୍ତନ କରି ମହିଳାରୁ ପୁରୁଷ ହେଲେ ଆଇଆର୍ଏସ୍ ଅଧିକାରୀ। ହାଇଦ୍ରାବାଦରେ ପୋଷ୍ଟ କରାଯାଇଥିବା ଜଣେ ମହିଳା ଅଧିକାରୀ ଲିଙ୍ଗ ପରିବର୍ତ୍ତନ କରି ଜଣେ ପୁରୁଷ ହୋଇଛନ୍ତି। ଏହି ଅଧିକାରୀ ମଧ୍ୟ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହି ଅଧିକାରୀଙ୍କ ନାମ ଏମ୍ ଅନୁସାୟାରୁ ଅନୁ କାଥିର ସୂର୍ଯ୍ୟକୁ ପରିବର୍ତ୍ତନ ହୋଇଛି। ଏହି ନିଷ୍ପତ୍ତି ଅର୍ଥ ମନ୍ତ୍ରାଳୟ ଦ୍ୱାରା ମଧ୍ୟ ଅନୁମୋଦନ କରାଯାଇଛି। ନାମ ଏବଂ ଲିଙ୍ଗ ପରିବର୍ତ୍ତନ କରିବାକୁ ଭାରତୀୟ ରାଜସ୍ୱ ସେବା ଅଧିକାରୀଙ୍କ ଆବେଦନକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅନୁମୋଦନ କରିଛି। ଭାରତୀୟ ସିଭିଲ୍ ସର୍ଭିସ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି। ଖବର ନମ୍ବର 18, ମତ୍ସ୍ୟଜୀବୀ ଧରିଲେ 60 କେଜିର ମାଛ। ସମ୍ବଲପୁର ବୁର୍ଲା ସାଇଫନ ଅଞ୍ଚଳରେ ମତ୍ସ୍ୟଜୀବୀ ଧରିଲେ 60 କେଜିର ମାଛ। ମତ୍ସ୍ୟଜୀବୀ ଧରିଥିବା ମାଛର ନାଁ ବୁଧିଆ ମାଛ ବୋଲି ମତ୍ସ୍ୟଜୀବୀ କହିଛନ୍ତି। ମତ୍ସ୍ୟଜୀବୀ ଜାଲ ଟାଣିବାରେ ଅସମର୍ଥ ହେବା ପରେ 4ରୁ 5 ଜଣ ଜାଲ ଟାଣି ମାଛକୁ ବାହାରକୁ ଆଣିଥିଲେ। ଏହାପରେ 2 ଜଣ ମାଛକୁ କାନ୍ଧରେ ବୋହି ବାହାରକୁ ଆଣିଥିଲେ। ପରେ ସହରର ଏକ ହୋଟେଲ ଏହାକୁ ବିକ୍ରି କରିଥିବା ଜଣାପଡ଼ିଛି। ଖବର ନମ୍ବର 19, ସ୍ପଷ୍ଟ କଲା ଏନ୍ସିଇଆର୍ଟି। ଜୁଲାଇ ସୁଦ୍ଧା ମିଳିବ ପାଠ୍ୟପୁସ୍ତକ। ଷଷ୍ଠ ଶ୍ରେଣୀ ଏନ୍ସିଇଆର୍ଟି ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବାକୁ ଆଉ 2 ମାସ ସମୟ ଲାଗିବ ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ସୂଚନାକୁ ଶିକ୍ଷା ମନ୍ତ୍ରାଳୟ ଖଣ୍ଡନ କରିଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ ଜୁଲାଇ 2024 ମଧ୍ୟରେ ଏନ୍ସିଇଆର୍ଟି ଦ୍ୱାରା ସମସ୍ତ ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଉପଲବ୍ଧ ହେବ। ଅନ୍ୟ ପକ୍ଷରେ 3 ଓ 6 ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ପ୍ରଚଳିତ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଖବର ନମ୍ବର 20, ପ୍ରଥମ 100 ଦିନରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ନୂଆ ରେକର୍ଡ ସ୍ଥାପନ।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷ 2024-25 ଆର୍ଥିକ ବର୍ଷର ପ୍ରଥମ 100 ଦିନରେ 41.12 ନିୟୁତ ମେଟ୍ରିକ୍ ଟନ୍ ମାଲ ପରିବହନ କରି ଗୁରୁତ୍ୱପୂର୍ଣ୍ଣ ସଫଳ ହାସଲ କରିଛି। ପୂର୍ବ ଆର୍ଥିକ ବର୍ଷ 2023-24ର ସମାନ ଅବଧିରେ ହାସଲ ହୋଇଥିବା 39.25 MMT ତୁଳନାରେ ଏହା 4.78% ଅଧିକ। ଖବର ନମ୍ବର 21 ଗତ 6 ମାସ ମଧ୍ୟରେ 106 ମାଓବାଦୀଙ୍କ ମୃତ୍ୟୁ। ଆସନ୍ତା ଜୁଲାଇ 28 ତାରିଖରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ନକ୍ସଲ ଶହୀଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ମାଓ ସଂଗଠନର ଦକ୍ଷିଣ ସବ୍ ଜୋନାଲ ବ୍ୟୁରୋ ତରଫରୁ ଆଜି ପ୍ରେସ୍ ବିଜ୍ଞପ୍ତିରେ ଶହୀଦ ଦିବସ ପାଳନ ନେଇ ଉଲ୍ଲେଖ କରାଯାଇଛି। ଏଥିସହ ଗତ 6 ମାସ ମଧ୍ୟରେ ସଂଗଠନର 106 ଜଣ ଆଗଧାଡ଼ିର କମ୍ରେଡଙ୍କର ମୃତ୍ୟୁ ହୋଇଥିବା ସଂଗଠନ ସ୍ୱୀକାର କରିଛି। କିନ୍ତୁ ଜାନୁଆରୀ 16ରେ ଘର ଭାରମ କ୍ୟାମ୍ପ ଉପରେ ନକ୍ସଲ ହାମଲା କରି 75 ଜଣ ଯବାନଙ୍କୁ ମଧ୍ୟ ମାରିଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ 90 ଜଣ ଯବାନ ମଧ୍ୟ ଆହତ ହୋଇଥିବା କୁହାଯାଇଛି। ଖବର ନମ୍ବର 22 ଜାମ୍ମୁ କାଶ୍ମୀରରେ ମୁସଲମାନମାନେ ଭୟଭୀତ। ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ପୁଣି ଥରେ ଏକ ଭୟଙ୍କର ଆତଙ୍କବାଦୀ ଘଟଣା ଘଟାଇଛନ୍ତି। ନିକଟରେ ସେନାଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 5 ଜଣ ଶହୀଦ ହୋଇଥିଲେ। ଏହି ଆକ୍ରମଣରେ ଅନ୍ୟ 5 ଜଣ ସୈନିକ ମଧ୍ୟ ଆହତ ହୋଇଥିଲେ। ବର୍ତ୍ତମାନ ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ସରଗରମ ହୋଇଛି। କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଏହା ଏକ ବଡ଼ ପ୍ରସଙ୍ଗ। କ'ଣ ଏହାକୁ ପାକିସ୍ତାନ କରାଯିବ କି? ଏହା ଆମର ବିନାଶ। କାଠୁଆରେ ହୋଇଥିବା ଭୟଭୀତ ଆକ୍ରମଣ ଉପରେ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନରେ ଘୃଣା ରାଜନୀତି କରିଛନ୍ତି। ବୋଧହୁଏ ସେ ବର୍ତ୍ତମାନ ବଦଳିବେ। ସେ କହିଛନ୍ତି ଯେ ଘୃଣାର ମୂଳଦୁଆ ଉପରେ ଏକ ଦେଶ ନିର୍ମାଣ ହୋଇପାରିବ ନାହିଁ। ଆଜି କାଶ୍ମୀର ମୁସଲମାନମାନେ ଭୟଭୀତ ଅଛନ୍ତି। ମୁଁ ମୋ ଜୀବନରେ ଏପରି କିଛି ଦେଖିନାହିଁ। ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଏହି ଆକ୍ରମଣ ଘଟୁଛି କାରଣ ପାକିସ୍ତାନ କହିଛି ଯେ କାଶ୍ମୀର ଉପରେ ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ଏହାର ନିଷ୍ପତ୍ତି ଆମର ବିନାଶ ସହିତ ହେବ। ଖବର ନମ୍ବର 23 ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା ଜୁଲାଇ 16 ଯାଏଁ ପୋଲିସ ହେପାଜତକୁ ଗଲା ମୁଖ୍ୟ ଅଭିଯୁକ୍ତ। ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହାଙ୍କୁ ହେପାଜତକୁ ନେଲା ପୋଲିସ। ତାଙ୍କୁ ପୋଲିସ ଆଜିଠାରୁ ଜୁଲାଇ 16 ପର୍ଯ୍ୟନ୍ତ ହେପାଜତକୁ ନେଇଛି। ମଙ୍ଗଳବାର ଗିରଫ ହୋଇଥିଲା ଶିବନେତା ନେତା ରାଜେଶ ଶାହାଙ୍କ ପୁଅ ମିହିର ଶାହା। ଏହାପରେ ଆଜି ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟରେ ପୋଲିସ କହିଛି ଯେ ମିହିର ପ୍ରମାଣ ନଷ୍ଟ କରିବାକୁ ବହୁ ଚେଷ୍ଟା କରିଛନ୍ତି। ଏପରିକି ସେ ଫେରାର ହୋଇଥିବା ପରେ ତାଙ୍କୁ ଯେମିତି କେହି ଚିହ୍ନି ନ ପାରିବେ ସେଥିପାଇଁ ସେ ନିଜର ଦାଢ଼ି ଓ ନିଶ କାଟି ଦେଇଥିଲେ। ଖବର ନମ୍ବର 24 2 ଘଣ୍ଟାରେ 5100 ଗୁଳି ଫୁଟାଇଲେ ସେନା। 22 ଗରୱାଲ ରେଜିମେଣ୍ଟର ସୈନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ପ୍ରବଳ ସଶସ୍ତ୍ର ସହିତ ଆତଙ୍କବାଦୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ଆହତ ସାଥୀମାନଙ୍କୁ ବଞ୍ଚାଇବା ପାଇଁ ସୈନ୍ୟମାନେ ମାତ୍ର 2 ଘଣ୍ଟାରେ 5100ରୁ ଅଧିକ ଗୁଳି ଚଳାଇ ଆକ୍ରମଣକାରୀଙ୍କୁ କାଠୁଆ ପାହାଡ଼କୁ ପଳାଇବାକୁ ବାଧ୍ୟ କରିଥିଲେ। ସେନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଖବର ନମ୍ବର 25 ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଉଦ୍ଧାର। ବୈତରଣୀ ନଦୀ କୂଳରୁ ରକ୍ତାକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଲୋକେ ମହିଳାଙ୍କୁ ନଦୀ କୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା। ଉଦ୍ଧାର ମହିଳା ଜଣଙ୍କ ଘସିପୁରା ଥାନା ଇନ୍ତୁପୁରା ଗାଁର ବୋଲି ଜଣାପଡ଼ିଛି। ମହିଳାଙ୍କ ହାତ ଶିରା କାଟିଥିବାରୁ ରକ୍ତସ୍ରାବ ଘଟି ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲ ନେଇଥିଲେ, କିନ୍ତୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ନମ୍ବର 26 ପାକିସ୍ତାନର ଲୋକଙ୍କ କଲ୍ ରେକର୍ଡିଂ କରିବାକୁ ଯୋଜନା କରୁଛି ISI। କାହାର ଫୋନ୍ କଲ୍ ଶୁଣିବା ଏବଂ ଏହାକୁ ରେକର୍ଡିଂ କରିବା ଗୋପନୀୟତାର ଉଲ୍ଲଂଘନ ବୋଲି ଧରାଯାଏ। ଦୁନିଆର କୌଣସି ଗଣତାନ୍ତ୍ରିକ ଦେଶରେ ଅନ୍ୟମାନଙ୍କ କଥାବାର୍ତ୍ତା ଶୁଣିବାକୁ କାହାକୁ ଅଧିକାର ଦିଆଯାଇ ନଥାଏ, କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନରେ ଘଟିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସରକାର ଦେଶର ଗୁପ୍ତଚର ଏଜେନ୍ସି ISIକୁ ଦେଶର ଲୋକଙ୍କ ଫୋନ୍ କଲ୍କୁ ଶୁଣିବାର କ୍ଷମତା ଦେଇଛନ୍ତି। ଏବେ ISI ଫୋନ୍ କଲ୍ ଶୁଣିବାକୁ ସମର୍ଥ ହେବ। କେବଳ ଏତିକି ନୁହେଁ, ଫୋନ୍ କଲ୍ର ବିଷୟରେ ମଧ୍ୟ ଜାଣିବାକୁ ସକ୍ଷମ ହେବ। ଖବର ନମ୍ବର 27 ପୁରୀରେ ମହାପ୍ରଭୁଙ୍କ ପହଣ୍ଡି ବେଳେ ଉଡ଼ିଲା 4 ଡ୍ରୋନ୍, ଜବତ କଲା ପୋଲିସ। ମହାପ୍ରଭୁଙ୍କ ପହଣ୍ଡି ସମୟରେ ଡ୍ରୋନ୍ ଉଡ଼ାଇବା ନେଇ ବାରଣ ଥିବାବେଳେ କିଛି ବ୍ୟକ୍ତି ଏହି ନିୟମର ଉଲ୍ଲଂଘନ କରିଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଓ ରଥଟଣା ଯିବା ସମୟରେ କିଛି ବିଶୃଙ୍ଖଳିତ ବ୍ୟକ୍ତି ଡ୍ରୋନ୍ ମାଧ୍ୟମରେ ଭିଡ଼ିଓ ଉତ୍ତୋଳନ କରିଛନ୍ତି। ମହାପ୍ରଭୁଙ୍କ ଭିଡ଼ିଓ ଉତ୍ତୋଳନ କରିଥିବା 4ଟି ଡ୍ରୋନ୍ କ୍ୟାମେରାକୁ ପୁରୀ ପୋଲିସ ଜବତ କରିଛି।